ଆଜି ଦେଖିବା ଭାରତର ସମ୍ବିଧାନ। ଭାଗ 1 ସଂଘ ଓ ତା'ର ରାଜ୍ୟକ୍ଷେତ୍ର। ଧାରା 1 ସଂଘର ନାମ ରାଜ୍ୟକ୍ଷେତ୍ର। ଧାରା 2 ନୂତନ ରାଜ୍ୟମାନଙ୍କର ଗ୍ରହଣ ବା ସ୍ଥାପନ। 2 କ ନିରସିତ। 3 ନୂତନ ରାଜ୍ୟ ଗଠନ ଓ ବିଦ୍ୟମାନ ରାଜ୍ୟମାନଙ୍କର କ୍ଷେତ୍ର ସୀମା ବା ନାମ ପରିବର୍ତ୍ତନ। ରାଜ୍ୟର ନାମ ପରିବର୍ତ୍ତନ କରିପାରିବ। ଯେମିତି MP ଛତିଶଗଡ଼ 1 ନଭେମ୍ବରରେ 2000ରେ ଚେଞ୍ଜ ହେଲା। UP ଉତ୍ତରାଖଣ୍ଡ 9 ନଭେମ୍ବର 2000ରେ ଚେଞ୍ଜ ହେଲା। ବିହାର ଝାଡ଼ଖଣ୍ଡ 15 ନଭେମ୍ବର 2000ରେ ଚେଞ୍ଜ ହେଲା। ତାପରେ ଧାରା 4 ପ୍ରଥମ ଓ ଚତୁର୍ଥ ଅନୁସୂଚୀର ସଂଶୋଧନ ନିମିତ୍ତ ଅନୁଚ୍ଛେଦ 2 ଓ 3 ଅଧୀନରେ ପ୍ରଣୀତ ବିଧି ଏବଂ ଅନୁପୂରକ ଆନୁଷଙ୍ଗିକ ଓ ପରିମାଣିକ ବିଷୟ। ତାପରେ ଦେଖିବା ଭାଗ 2 ନାଗରିକତା। ଧାରା 5 ଏହି ସମ୍ବିଧାନର ପ୍ରାରମ୍ଭରେ ନାଗରିକତା। ଧାରା 6 ପାକିସ୍ତାନରୁ ଭାରତକୁ ପ୍ରବ୍ରଜନ କରୁଥିବା କେତେକ ବ୍ୟକ୍ତିଙ୍କର ନାଗରିକତା ଅଧିକାର। ଧାରା 7 ପାକିସ୍ତାନକୁ ପ୍ରବ୍ରଜନ କରିଥିବା କେତେକ ବ୍ୟକ୍ତିଙ୍କର ନାଗରିକତା ଅଧିକାର। ତାପରେ ଧାରା 8 ଭାରତ ବାହାରେ ବାସ କରିଥିବା ଭାରତୀୟ ଉଦ୍ଭବ କେତେକ ବ୍ୟକ୍ତିଙ୍କର ନାଗରିକତା ଅଧିକାର। ଯେମିତି ଦୁବାଇ ମୁମ୍ବାଇରେ କାମ କରୁଛନ୍ତି ଆମ ଦେଶରୁ ଲୋକ ଯାଇକି, ତାଙ୍କର ନାଗରିକତା ଅଧିକାର ଅଛି। ଧାରା 9 ସ୍ୱେଚ୍ଛାରେ ବିଦେଶୀ ରାଜ୍ୟର ନାଗରିକତା ଅର୍ଜନ କରିବା ବ୍ୟକ୍ତି ନାଗରିକ ହେବ ନାହିଁ। ଧାରା 10 ନାଗରିକତା ଅଧିକାର ଚାଲୁ ରହିବ। ଧାରା 11 ସଂସଦ ବିଧି ଦ୍ୱାରା ନାଗରିକତା ଅଧିକାରକୁ ବିନିୟମିତ କରିବ। ଭାଗ 3 ମୌଳିକ ଅଧିକାର। ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। 12 ସଂଜ୍ଞା। ଧାରା 13 ମୌଳିକ ଅଧିକାର ସହ ଅସଙ୍ଗତ ବା ତହିଁର ଅଳ୍ପୀକରଣକାରୀ ବିଧି ସମୂହ। ଧାରା 14 ବିଧି ସମକ୍ଷରେ ସମାନତା। ସମତା ଯାହା ଏଠି ସମାନତା ସେଇଆ। କାନୁନ ଆଗରେ ସମସ୍ତେ ସମାନ। ଧାରା 15 ଧର୍ମ ମୂଳ ବଂଶ ଜାତି ଲିଙ୍ଗ ବା ଜନ୍ମସ୍ଥାନର ଆଧାର ହେତୁ ବିଭେଦର ନିଷେଧ। ଧାରା 16 ଲୋକ ନିୟୋଜନ ବିଷୟରେ ସୁଯୋଗର ସମତା। ଧାରା 17 ଅସ୍ପୃଶ୍ୟତାର ଉତ୍ସାହନ। ଧାରା 18 ଉପାଧିର ଉତ୍ସାହନ। ତାପରେ ଦେଖିବା ମୌଳିକ ଅଧିକାର ସ୍ୱତନ୍ତ୍ର ଅଧିକାର। ଧାରା 19 ବାକ୍ ସ୍ୱତନ୍ତ୍ର ଇତ୍ୟାଦି ବିଷୟକ କେତେକ ଅଧିକାର ସଂରକ୍ଷଣ। ଧାରା 19ର କେତେଗୁଡ଼ିଏ ରାଇଟ୍ସ ଅଛି, ସେଟା ଲେଖିଦିଅ। 1ରେ ହେଲା ଅଭିବ୍ୟକ୍ତି ସ୍ୱତନ୍ତ୍ର ଅଧିକାର। 2ରେ ହେଲା ସଭା କରିପାରିବେ। 3 ହେଲା ସଂଗଠନ କରିପାରିବେ। 4ରେ ହେଲା ଚତୁଃପାର୍ଶ୍ୱ ବୁଲିପାରିବେ। 5ରେ ହେଲା ବାସିନ୍ଦା ହୋଇପାରିବେ। 6ରେ ହେଲା ସମ୍ପତ୍ତି ଅଧିକାର। ଏଟା ଏବେ କାଟି ଦିଆହେଇଛି, ଏଟା ଭୁଲ ହେଇଯିବ ଏଇଟା ଲେଖିବ ଯଦି 6ରେ। 7ରେ ହେଲା ବ୍ୟବସାୟ କରିପାରିବେ। 6ଟା ରହିଲା। ଧାରା 20 ଅପରାଧ ଜନିତ ଦୋଷ ସାବ୍ୟସ୍ତ ବିଷୟରେ ସଂରକ୍ଷଣ। ଧାରା 21 ଜୀବନର ଓ ଦୈହିକ ସ୍ୱାଧୀନତା ସଂରକ୍ଷଣ। ଧାରା 22 କେତେକ ସ୍ଥଳରେ ବନ୍ଦୀକରଣ ଓ ନିରୋଧ ବିରୋଧରେ ସଂରକ୍ଷଣ। ତାପରେ ମୌଳିକ ଅଧିକାର ଶୋଷଣ ବିରୁଦ୍ଧରେ ଅଧିକାର। ଧାରା 23 ମନୁଷ୍ୟକୁ ପୁଣ୍ୟ ରୂପେ ବ୍ୟବହାର ଓ ବଳତ ଶ୍ରମର ନିଷେଧ। ଧାରା 24 ପିଲାମାନଙ୍କୁ କାରଖାନା ପ୍ରଭୃତିରେ ନିୟୋଜନର ନିଷେଧ। ହେଲା 14 ବର୍ଷର ଅଧିକ ବୟସକୁ ରଖିପାରିବେ, 14 ବର୍ଷର କମ୍ ପିଲାଙ୍କୁ ରଖିପାରିବେନି। ଯେମିତି ଡେଞ୍ଜର ମେଞ୍ଜର କାମରେ, ପୋଲ ଫ୍ୟାକ୍ଟ୍ରି। 14 ବର୍ଷର କମ୍ ପିଲାଙ୍କୁ ଗୋଟେ ଜାଗାରେ ରଖା ହେଇଥିଲା, ତାମିଲନାଡୁର ଶିବକାଶୀ ବାଣ ଫାର୍ମରେ ରଖା ହେଇଥିଲା, ଏଟା ମନେ ରଖିଥିବେ। ତାପରେ ମୌଳିକ ଅଧିକାର ଧର୍ମ ସ୍ୱତନ୍ତ୍ର ଅଧିକାର। ଧାରା 25 ବିବେକର ସ୍ୱତନ୍ତ୍ରୀୟ ଏବଂ ଧର୍ମର ଅବଧ ଅବଲମ୍ବନ ଆଚରଣ ଏବଂ ପ୍ରଚାର। ଧାରା 26 ଧର୍ମ କାର୍ଯ୍ୟ ପରିଚାଳନା କରିବାର ସ୍ୱତନ୍ତ୍ରୀୟ। ଧାରା 27 କୌଣସି ଧର୍ମ ବିଶେଷର ଉନ୍ନତି ସାଧନ ନିମିତ୍ତ କର ଦେବା ସମ୍ପର୍କରେ ସ୍ୱତନ୍ତ୍ରୀୟ।
এইটা ବହୁତ ଜାଗାରେ ମିସୟୁଜ୍ ହୁଏ ଧାରା 27ଟା। ତାପରେ ଧାରା 28 କେତେକ ଶିକ୍ଷା ଅନୁଷ୍ଠାନରେ ଧର୍ମ ଶିକ୍ଷା ଅଥବା ଧର୍ମ ଉପାସନାରେ ଉପସ୍ଥାପନ ସମ୍ପର୍କରେ ସ୍ୱତନ୍ତ୍ର। ତାପରେ ଦେଖିବା ମୌଳିକ ଅଧିକାର ସଂସ୍କୃତି ଓ ଶିକ୍ଷା ବିଷୟକ ଅଧିକାର। ଧାରା 29 ସଂଖ୍ୟାଲଘୁଙ୍କର ହିତ ସଂରକ୍ଷଣ। ଧାରା 30 ଶିକ୍ଷା ଅନୁଷ୍ଠାନ ସ୍ଥାପନ ଓ ପ୍ରଶାସନ ନିମିତ୍ତ ସଂଖ୍ୟାଲଘୁଙ୍କର ଅଧିକାର। ଧାରା 31 ନିରସିତ। ତାର 5ଟା ହେଲା କେତେକ ବିଧିର ବିବୃତି। କ ସମ୍ପାଦର ଅର୍ଜନ ଇତ୍ୟାଦି ନିମିତ୍ତ ଉପବନ୍ଧ କରିଥିବା ବିଧାନମାନଙ୍କର ବିବୃତି। ଖ କେତେକ ଅଧିନିୟମ ଓ ବିନିମୟର ବୈଧୀକରଣ। ଗ କେତେକ ନିର୍ଦ୍ଦେଶକ ତତ୍ତ୍ୱକୁ କାର୍ଯ୍ୟାନ୍ୱିତ କରୁଥିବା ବିଧିମାନଙ୍କର ବିବୃତି। କ ନିରସିତ। ତାପରେ ଦେଖିବା ସାମ୍ବିଧାନିକ ପ୍ରତିକାର ଉପରେ ଅଧିକାର। 32 ଧାରା ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରୀମାନଙ୍କର ପ୍ରବର୍ତ୍ତନ ପାଇଁ ପ୍ରତିକାର। 32 କ ନିରସିତ। 33 ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରମାନ ବାହିନୀମାନଙ୍କ ପ୍ରତି ଲାଗୁ ହେବାରେ ରୂପ ଭେଦ କରିବା ପାଇଁ ସଂସଦର କ୍ଷମତା। ଏଟା କେହି କରିପାରିବେନି, ଏକା ସଂସଦ କରିବ। ଧାରା 34 କୌଣସି କ୍ଷେତ୍ରରେ ସେନା ବିଧି ପ୍ରଭୃତି ଥିବା ସମୟରେ ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରୀମାନଙ୍କ ଉପରେ ନିର୍ବନ୍ଧନ। ଧାରା 35 ଏହି ଭାଗରେ ଉପବନ୍ଧମାନଙ୍କୁ ପ୍ରଭାବୀ କରିବା ନିମିତ୍ତ ବିଧାନ। ତାପରେ ଦେଖିବା ଭାଗ 4 ରାଜନୀତିର ନିର୍ଦ୍ଦେଶକ ତତ୍ତ୍ୱ। 36 ଧାରା ସଂଜ୍ଞା। ଧାରା 37 ଏହି ଭାଗରେ ଅନ୍ତର୍ବିଷ୍ଟ ତତ୍ତ୍ୱମାନ ଲାଗୁ କରାଯିବ। ଧାରା 38 ଲୋକ କଲ୍ୟାଣର ଉନ୍ନତି ନିମିତ୍ତ ରାଜ୍ୟ ସାମାଜିକ ବ୍ୟବସ୍ଥା ସ୍ଥାପନ କରିବ। ଧାରା 39 ରାଜ୍ୟ ଦ୍ୱାରା ଅନୁସରଣୀୟ କେତେକ ନୀତି ତତ୍ତ୍ୱ। 39 କ ସମାନ ନ୍ୟାୟ ଓ ମାଗଣା ବିଧିକ ସହାୟତା। 40 ଗ୍ରାମ ପଞ୍ଚାୟତ ମାନଙ୍କର ସଂଗଠନ। 41 କେତେକ ସ୍ଥଳରେ କାମ ଶିକ୍ଷା ସରକାର ଓ ସାହାଯ୍ୟ ପାଇବାର ଅଧିକାର। ଧାରା 42 କାର୍ଯ୍ୟର ନ୍ୟାୟ ଓ ମାନବୋଚିତ ଅବସ୍ଥା ନିମିତ୍ତ ତଥ୍ୟ ପ୍ରସ୍ତୁତି ସହାୟତା ନିମିତ୍ତ ଉପବନ୍ଧ। ଧାରା 43 ଶ୍ରମିକମାନଙ୍କ ପାଇଁ ନିର୍ବାହ ମଜୁରୀ ପ୍ରଭୃତି। ତାପରେ 43 କ ଉଦ୍ୟୋଗମାନଙ୍କର ପରିଚାଳନାରେ ଶ୍ରମିକ ଭାଗ ନେବ। ଧାରା 44 ନାଗରିକମାନଙ୍କ ନିମିତ୍ତ ଏକ ସମାନ ସିଭିଲ ସଂହିତା। ଧାରା 45 ପିଲାମାନଙ୍କ ପାଇଁ ଅବୈତନିକ ଓ ବାଧ୍ୟତାମୂଳକ ଶିକ୍ଷାର ଉପବନ୍ଧ। ତାପରେ ଧାରା 46 ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କର ଓ ଅନ୍ୟ ଦୁର୍ବଳ ଶ୍ରେଣୀର ଶିକ୍ଷାଗତ ଓ ଆର୍ଥିକ ହିତର ଉନ୍ନତି ସାଧନ। ଧାରା 47 ଆହାର ପୁଷ୍ଟିର ସ୍ତର ଓ ଜୀବନ ସ୍ତରର ତଥା ସାର୍ବଜନିକ ସ୍ୱାସ୍ଥ୍ୟର ଉନ୍ନତି କରିବା ନିମିତ୍ତ ରାଜ୍ୟର କର୍ତ୍ତବ୍ୟ। ତାପରେ ଧାରା 48 କୃଷି ଓ ପଶୁପାଳନର ସଂଗଠନ। 48 କ ବାତାବରଣର ରକ୍ଷା ଓ ଉନ୍ନତି ତଥା ବନ ଓ ବନ୍ୟଜନ୍ତୁଙ୍କର ସୁରକ୍ଷା। 49 ସ୍ମାରକ ଓ ରାଷ୍ଟ୍ରୀୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଏବଂ ପଦାର୍ଥ ମାନଙ୍କର ସଂରକ୍ଷଣ। ଧାରା 50 କାର୍ଯ୍ୟପାଳିକାରୁ ନ୍ୟାୟପାଳିକାର ପୃଥକକରଣ। ଧାରା 51 ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷାର ଉନ୍ନତି। ତାପରେ ଭାଗ 4 ମୌଳିକ କର୍ତ୍ତବ୍ୟ। 51 କ ମୌଳିକ କର୍ତ୍ତବ୍ୟ। ଆମ ଟେଲିଗ୍ରାମ ଗ୍ରୁପରେ ଆଡ଼୍ ହେଇଯିବେ, ଏଇ PDF ଟା ମିଳିଯିବ।